ନମସ୍କାର। ଅପରେସନ୍ ସିନ୍ଦୁର ପରେ ଇଣ୍ଡିଆନ୍ ଏୟାରଫୋର୍ସକୁ ଅପଗ୍ରେଡର ଆବଶ୍ୟକତା ରହିଛି। କାରଣ ବର୍ତ୍ତମାନ ଇଣ୍ଡିଆ ପାଖରେ ମାତ୍ର 29ଟି ସ୍କ୍ୱାଡନ ଅଛି। କିନ୍ତୁ ଆମକୁ ଚାଇନା ପାକିସ୍ତାନକୁ କାଉଣ୍ଟର କରିବା ପାଇଁ ଇଣ୍ଡିଆକୁ ମିନିମମ୍ 42 ସ୍କ୍ୱାଡନ ଦରକାର ଅଛି। କିନ୍ତୁ ବର୍ତ୍ତମାନ ଆମେ 29 ସ୍କ୍ୱାଡନରେ ଅଛୁ। ସେଥିରେ ମଧ୍ୟ ମିଗ୍ 29, ମିରାଜ, ଜାଗୁଆର ବହୁତ ପୁରୁଣା ବିମାନ ଅଛନ୍ତି। ସେଥିପାଇଁ ଆମକୁ ଯଥାଶୀଘ୍ର ବହୁତ ନୂଆ ଏୟାରକ୍ରାଫ୍ଟ ବନେଇବାକୁ ଅଛି, ଯାହା ତେଜସ MK-1A, ମାର୍କ 1 या ମାର୍କ 2। ଏହା ବନେଇବା ପାଇଁ ବହୁତ ସମୟ ଲାଗୁଛି, କାରଣ ଆମେରିକା GF404 F14 ଇଞ୍ଜିନ ଦବାରେ ବିଳମ୍ବ କରୁଛି। ତ ସେଥିପାଇଁ ଆମର ସ୍କ୍ୱାଡନ ଷ୍ଟ୍ରେନ୍ଥ ବଢ଼ିପାରୁନାହିଁ। ବର୍ତ୍ତମାନ ଇଣ୍ଡିଆ ଫ୍ରାନ୍ସରୁ 114 ରାଫେଲ କିଣିବା ପାଇଁ ଏକ MOU ସାଇନ୍ କରିବାକୁ ଯାଉଅଛି। ତାପରେ ମଧ୍ୟ ଏକ ଖବର ଆସିଛି, ଇଣ୍ଡିଆ ରଷିଆ ସହିତ Su-57 କିଣିବା ପାଇଁ ମଧ୍ୟ କଥାବାର୍ତ୍ତା ଚାଲିଛି, ଯାହା ଇଣ୍ଡିଆର ନାସିକରେ ସୁଖୋଇ 30 MKI ପ୍ରଡକ୍ସନ ସେଣ୍ଟରରେ ଜଏଣ୍ଟ ପ୍ରଡକ୍ସନ କରାଯିବ। ଏହା କାରଣ କ'ଣ? ଇଣ୍ଡିଆ ଏତେ ସଂଖ୍ୟାରେ ଏୟାରକ୍ରାଫ୍ଟ କାହିଁ କିଣିବାକୁ ଚାହୁଁଛି? କାରଣ ଇଣ୍ଡିଆର 5th ଜେନେରେସନ ଏୟାରକ୍ରାଫ୍ଟ AMCA ଇଣ୍ଡିଆନ ଏୟାରଫୋର୍ସକୁ 2035ରୁ 2040 ଭିତରେ ମିଳିବାର ସମ୍ଭାବନା ଅଛି। କିନ୍ତୁ ପାକିସ୍ତାନ ଏବଂ ଚାଇନାର J-35 ପାକିସ୍ତାନକୁ ମିଳିବାକୁ ଯାଉଅଛି। ଚାଇନା ମଧ୍ୟ J-36 6th ଜେନେରେସନ ଏୟାରକ୍ରାଫ୍ଟ ବନେଇ ସାରିଲାଣି। ସାଉଥ ଏସିଆରେ ଇଣ୍ଡିଆକୁ ଦୁଇ ଶକ୍ତି ସହିତ ଲଢ଼ିବାକୁ ହେଲେ ଇଣ୍ଡିଆକୁ ମଧ୍ୟ 5th ଜେନେରେସନ ଫାଇଟର ପ୍ଲେନର ଆବଶ୍ୟକତା ଅଛି। ସେଥିପାଇଁ ଏହାକୁ ଗୁରୁତ୍ୱ ରଖି ଇଣ୍ଡିଆନ ଏୟାରଫୋର୍ସ ରଷିଆ ସହିତ Su-57 କିଣିବା ପାଇଁ କଥାବାର୍ତ୍ତା ଜାରି ଅଛି। Su-57 ସହିତ ରଷିଆ ଇଣ୍ଡିଆକୁ ତାହାର ସୋର୍ସ କୋଡ୍ ଦେବାକୁ ମଧ୍ୟ ରାଜି ହୋଇଛି। ସୋର୍ସ କୋଡ୍ ମିଳିଲେ ଇଣ୍ଡିଆ ଚାହିଁଲେ ଇଣ୍ଡିଆନ ୱିପନ୍ Su-57 ଲଗେଇ ପାରିବ ଏବଂ ପାକିସ୍ତାନ ଚାଇନାକୁ କାଉଣ୍ଟର କରିବା ପାଇଁ ଆମର ଏୟାର ପାୱାର ସକ୍ଷମ ହେବ। କାରଣ ଆଜିକାଲି ଦୁନିଆରେ ଯାହା ପାଖରେ ଏୟାର ପାୱାର ଅଛି, ଏୟାର ସୁପିରିୟରିଟି ଅଛି, ସେ ହିଁ ଯୁଦ୍ଧ ଜିତିବାରେ ସାହସ ରଖୁଛି। ଆପଣ ଇସ୍ରାଏଲ ଇରାନ ଯୁଦ୍ଧରେ ମଧ୍ୟ ଦେଖିପାରିଥିବେ, ଇରାନ ପାଖରେ ଫାଇଟର ପ୍ଲେନ୍ ନଥିବାରୁ ଇସ୍ରାଏଲ ବହୁତ ଆରାମରେ ଇରାନ ଉପରେ ଆକ୍ରମଣ କରିପାରିଥିଲା ତାହାର F-35କୁ ବ୍ୟବହାର କରି। ସେଥିପାଇଁ ଇଣ୍ଡିଆକୁ ଯଥାଶୀଘ୍ର 5th ଜେନେରେସନ ଫାଇଟର ପ୍ଲେନ୍ ଆବଶ୍ୟକତା ଥିବାରୁ ସେ ରଷିଆ ସହିତ ଏ ବିଷୟରେ ଆଲୋଚନା ଚାଲିଅଛି। ଏହା ଉପରେ ଆପଣଙ୍କର କ'ଣ ମତାମତ ଆପଣ ଆମକୁ ଜଣେଇବେ। ଇଣ୍ଡିଆକୁ Su-57 ଆବଶ୍ୟକ, या F-35 ଆବଶ୍ୟକ, या ଇଣ୍ଡିଆର ପ୍ରୋଗ୍ରାମ ଯେଉଁ AMCA ପର୍ଯ୍ୟନ୍ତ ଇଣ୍ଡିଆକୁ 5th ଜେନେରେସନ ଏୟାରକ୍ରାଫ୍ଟ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ନମସ୍କାର, ରହିଲି। ଆପଣଙ୍କୁ ଯଦି ଏ ଖବର ଭଲ ଲାଗିଥାଏ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଆପଣଙ୍କୁ ଯଦି କିଛି କହିବାର ଅଛି ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ରହିଲି, ନମସ୍କାର।